ପରିଚୟଟା ହେଲା ରାମଚନ୍ଦ୍ର ପରିଡ଼ା। ପାରା ଦେଖିଲୁ ବହୁତ ଲୋକ ଆସୁଛନ୍ତି, ଡିମାଣ୍ଡ ରହୁଛି ଆପଣଙ୍କ ଦୋକାନକୁ, କୋଉ ଟାଇପର ପାରା ରଖୁଛନ୍ତି? ପାରା ତ ମୋ ପାଖରେ ବିଭିନ୍ନ ପ୍ରକାର ଉଡ଼ା ପାରା ରହୁଛି, ଫ୍ୟାନ୍ସି ପାରା ରହୁଛି, ସବୁ ପ୍ରକାର ପାରା ରହୁଛି। ମୋର ଗୋଟେ ଶୁକ୍ରବାର ଆଉ ସୋମବାର ଗୋଟେ ମିନି ମାର୍କେଟ ବାଗିଆ ମୋର, ଯେହେତୁ ପାରା ଯେତେ କ୍ୱାଣ୍ଟିଟିରେ ଆସିବ ପିଲା ସେତିକି ଆସିବେ। 100 ପାରା ଆଇଲେ 40 ପାରା ଭଲ, ସେଇ 40ଟା ପାରା ପାଇଁ ଲୋକ ମିନିମମ୍ 100 ଜଣ ଆସିଥିବେ ଦେଖିବା ପାଇଁ। ପାରା ମୁମ୍ବାଇରୁ ଆସୁଛି, କଲିକତାରୁ ଆସୁଛି, ପଞ୍ଜାବରୁ ବି ଆସୁଛି। ପାରା ତ 200 ଟଙ୍କାରୁ ଷ୍ଟାର୍ଟ ଅଛି ଏବେ ବର୍ତ୍ତମାନ ମାର୍କେଟରେ, 2000 2500 ପର୍ଯ୍ୟନ୍ତ ଅଛି। ଲୋକ ତ ଆପଣ ତ ରିସେଣ୍ଟ ଏବେ ଆସିକି ତ ପହଞ୍ଚନ୍ତି, ଯେହେତୁ ଲୋକ ନଉଛନ୍ତି କି ନ ନଉଛନ୍ତି ସେଟା ମୋ ଜିନିଷ ତ ମୁଁ ନିହାତିରେ ଭଲ କହିବି, କିନ୍ତୁ ଆପଣ ଟିକେ ମୋ କଷ୍ଟମର ମାନଙ୍କୁ ପଚାରନ୍ତୁ, ସିଏ ବି କହିବା ଦରକାର। ଘରେ ରଖୁଛନ୍ତି। 8 ବର୍ଷ ହେଲା ପାରା ବିଜନେସ। ଆପଣ କେବଳ ବାହାରୁ ମଗଉଛନ୍ତି ନା ନିଜେ ଏଠି ଆପଣ ବି ରଖୁଛନ୍ତି ପାରା କିଛି? ନା ମୁଁ ବି କିଛି ରଖେ, ପାରା ରଖେ, ବାହାରୁ ବି ପାରା କିଛି ମଗାଏ। ଯଦି କହିବା କଲିକତାରୁ ପାରା ଆଣୁଛନ୍ତି ଯାହାର ମୂଲ୍ୟ ରହିଛି 400 ଟଙ୍କା 350 ଟଙ୍କା, ଆଜ୍ଞା, ଆଉ ବାହାରୁ ଆଣୁଛନ୍ତି ପାରା ବମ୍ବେରୁ ଆଣୁଛନ୍ତି ଯାହାର ମୂଲ୍ୟ 1000 ଟଙ୍କା 1200 ଟଙ୍କା ରହୁଛି, ପାରା ଭିତରେ ଡିଫରେଣ୍ଟ କଣ ରହୁଛି? ଯେହେତୁ ମୁଁ ଗୋଟେ ପାରା କାହାକୁ ତ ମୁଁ ନିଜେ ଠକି ପାରିବିନି, ଯଦି ପାରା ବାଲା ଯିଏ ହେଇଥିବେ, ଯଦି ମୋ ପାଖରେ ପାରା ବାଲା ହିଁ କଷ୍ଟମର, ଅଲଗା ଲୋକ କେହି ନୁହଁ, ତାଙ୍କ ତରଫରୁ ଯୋଉ 600 ଟଙ୍କା ଦେଇଛି, ଯୋଉ 400 ଟଙ୍କା ଦେଇକି ପାରା କିଣିକି ଆକୁ 1000 ଟଙ୍କା ନଉଛନ୍ତି, ମୁଁ ବି ସେଇ ହିସାବରେ କିଣିକି ଆଣୁଛି। ମୁଁ ବି ପିଲାଙ୍କୁ ତାଙ୍କ ଭିତରୁ କଣ ମନ ଥିବ ନଥିବ ସେଟା ମୁଁ ଆଜ୍ଞା କଣ କହିପାରିବି। ଆଚ୍ଛା, ଆପଣ ତ ଗ୍ରାହକ ମାନଙ୍କୁ ପଚାରୁଥିବେ ଆଗରେ କଣ ରେଜଲ୍ଟ ମିଳୁଛି, ଆଉ ଗ୍ରାହକ ମାନଙ୍କୁ କୋଉ ପାରାଟି ଭଲ? ମୁମ୍ବାଇ ପାରାର ମୁଁ ଖାସିୟତ କହୁଛି, ଯେହେତୁ ଏ ପାରା ପଞ୍ଜୁରୀ ଭିତରେ 8 ଦିନ ପର୍ଯ୍ୟନ୍ତ ଠିଆ କରେଇଲେ ସେ ଠିଆ ହେଇକି ରହୁଛନ୍ତି। କଲିକତା ପାରାର ଯୋଉ 400 ଟଙ୍କା ସେ ପାରା ବି ମୁଁ ବେପାର କରୁଥିଲି, ସେ ପାରା 2 ଦିନ ଖଣ୍ଡେ ପଞ୍ଜୁରୀରେ ଠିଆ ହେବେ, ତୃତୀୟ ଦିନ ଆଉ ଠିଆ ହଉନାହାନ୍ତି। ଲୋକ ଦେଖୁଛନ୍ତି ମାନେ ସୁନ୍ଦର ଜିନିଷ, ଆଖି ପାଖି ନ ପଡିଥିବ, ସବୁ ଜିନିଷ ଦେଖିଲା, ମୁଁ ସେଇ ହିସାବରେ ଜିନିଷ ନେଇ ମୁଁ ଏଇ ଜିନିଷକୁ 8 ଦିନ ବେପାର କରୁଛି। କଲିକତା ପାରାକୁ 1 ଦିନ ହିଁ ବେପାର କରୁଛି। ଦେଖନ୍ତୁ ସେଟା କଷ୍ଟମର କହିବ, ସେଟା ମୁଁ ତ ନିହାତିରେ କହିପାରିବିନି। ମୋ ଖାସିୟତ ମୋ ପାଇଁ ଭଲ ଯୋଉଟା ମୁଁ ସେଇଟା ହିଁ କହିବି, ଯେହେତୁ ମୁଁ ମୋ କଷ୍ଟମରକୁ କହୁଛି 100ଟାରେ 40ଟା ହିଁ ଭଲ। ଯୋଉମାନେ ପାରା ଚିହ୍ନି ଜାଣିଥିବେ ସେଇ ଜିନିଷଟା ସେଇମାନେ ହିଁ ନେବେ, ନ ଅଯଥା ଲୋକ ତ କେବେ ପଇସା ଦେଇକି ନେଇକି ଯିବେନି। ଯଦି ଆପଣଙ୍କ ପାଖକୁ କିଏ ପାରା ନେବା ପାଇଁ ଆସିପାରିବ, ଆପଣଙ୍କ କଣ ଦୋକାନ ନା କଣ ରହିବ, ଆଉ କେମିତି କଣ୍ଟାକ୍ଟ କରିପାରିବ ଆପଣଙ୍କୁ? ମୋ ଦୋକାନ ନାଁଟା ହେଲା ରାମଜୀ ପିଜନ ସପ୍। ମୋ ଦୋକାନ ନାଁଟା ଆଡ୍ରେସ ହେଲା ଭୁବନେଶ୍ୱର ନୂଆଗାଁ ପେଟ୍ରୋଲ ପମ୍ପ ସୁପର ମାର୍ଟ ଫ୍ରଣ୍ଟରେ ମୋ ଦୋକାନଟା। ଯୋଗାଯୋଗ ନମ୍ବର ହେଲା 9348251926। ଆସିଛୁ, ମୋ ନାଁ ରାମ। ପାରା ନେବାକୁ ଆସିଛନ୍ତି? ହଁ ହଁ, କଣ ଆପଣ ଏଇଠି ଘରେ ରଖିବେ? ହଁ ରଖୁଛୁ ତ, ଆଜିକି 25 ବର୍ଷ ରଖିଛୁ, ଆଉ ଏବେ ବି ଆସୁଛୁ, ଏବେ ତ ନୂଆ ନୂଆ ମାର୍କେଟରେ ଆସୁଛୁ, ରାମଭାଇ ଆଣୁଛନ୍ତି। ଆଚ୍ଛା, ପାରାଟିକୁ ଦେଖୁଛନ୍ତି, କଣ ଦେଖୁଛନ୍ତି? ପାରାର ଆଖି ଦେଖିବୁ, ଥଣ୍ଟ ଦେଖିବୁ, ତା ନଖ ଦେଖିବୁ, ଲାଞ୍ଜରେ କେତେ ପର ଅଛି ତା ବି ଦେଖିବୁ। ଆଉ ପାରା କେମିତି କଣ ମାନେ ଜାଣୁଛନ୍ତି ଭଲ ପାରା ଖରାପ ପାରା କଣ ଦେଖୁଛନ୍ତି? ଭଲ ପାରା ସବୁଦିନ ଧରିଲା ପରେ ଆମେ ଜାଣିପାରୁଛେ ନିଜ କେମିତି ଜିନିଷଟା ପାରା, ସମସ୍ତେ ଜାଣିପାରିବେନି। ଆମେ ସବୁବେଳେ ଧରୁଛୁ, ଘଷି ହଉଛି, ମାଜି ହଉଛି, ତା ସାଙ୍ଗରେ ଆମେ ଜାଣୁଛେ ଏଇ ଜିନିଷଟା ଭଲ। ପାରା କେତେ ଦିନ ହେଲା ରଖୁଛନ୍ତି? 25 ବର୍ଷ ହେଇଗଲାଣି ଆଜି। 25 ବର୍ଷ ହେଲା ପାରା। କେତେ ରଖୁଛନ୍ତି ପାରା? ଏବେ 60ଟା ଖଣ୍ଡେ ଅଛନ୍ତି। ଆପଣ ଯୋଉ କହିଲେ ପର ଗଣିବା କଥା, ଡେଣା ଗଣିବା କଥା, ସେ କେମିତି କଣ ଅଛି? ପରଗଣା ଅଛି, ଯଦି ଆର ଯଦି ଲାଙ୍ଗୁଡ ଯଦି 12 ଲାଙ୍ଗୁଡିଆ ହେଇଥିବ ସିଏ ହଉଛି ନର୍ମାଲ ପାରା, ଆଉ ଯଦି 11 ଲାଙ୍ଗୁଡିଆ ହେଇଥିବ ସିଏ ଟିକେ ହାଇ ରହିବ, ଆଉ ଯଦି 13 ଲାଙ୍ଗୁଡିଆ ହେଇଥିବ ଆଉ ଟିକେ ହାଇ ରହିବ। ଆଉ ଗୋଟେ ହାଡ ଦେଖୁଛନ୍ତି, କେମିତି କଣ ହାଡ ରଖୁଛନ୍ତି? ମଝି ହାଡ ଦେଖୁଛନ୍ତି, ଏଇଟା 4 ଆଙ୍ଗୁଳି ମାପୁଛନ୍ତି, 4 ଆଙ୍ଗୁଳି ଯଦି ନ ହବ ଟିକେ ତାଙ୍କ ମନ ଭିତରେ ଟିକେ ସନ୍ଦେହ ରହିବ, ସେ ପାରାଟା ଯଦି ଉଡିବ କି ନ ଉଡିବ। ଆଚ୍ଛା, ପାରା ଆପଣ ଏଇଠୁ ରାମଭାଇ ପାଖରୁ ନଉଛନ୍ତି, କେତେ ସମୟ ଧରି ଉଡୁଛନ୍ତି ପାରା? ହଁ, ମୁଁ ଗତ ବର୍ଷ ନେଇଥିଲି 3ଟାକ 3 ପିସ୍ ଆଗ 4 ଘଣ୍ଟା ନେଇକି ଉଡିଥିଲେ, ଆଉ ଘର ପାରା 4.5 ଘଣ୍ଟା ନେଇକି ଉଡିଥିଲେ। ଆଚ୍ଛା, ରାମଭାଇ 2 ଭେରାଇଟିର ପାରା ଆଣୁଛନ୍ତି, ଗୋଟେ କଲିକତା, ଗୋଟେ ବମ୍ବେ, କୋଉଟା ଆପଣଙ୍କୁ ପସନ୍ଦ ହଉଛି? ମତେ ବମ୍ବେ ପାରା ପସନ୍ଦ। ବମ୍ବେ ପାରାରେ କଣ ରହୁଛି?
ବମ୍ବେ ପାରାର ସେ ଗୋଟେ ନସଲ ତିଆରି କରନ୍ତି ପିଓର ନସଲ ଉପରେ ଯାହା ତିଆରି କରନ୍ତି ପିଓର ଉପରେ ତିଆରି କରନ୍ତି। ଆପଣ ପାରାର ହେଲ୍ଥ ଉପରେ ଦେଖନ୍ତି ନା ନାଇଁ ଭଲ ଉଡ଼ିବା ନେଇକି ଦେଖିକି ଦିଅନ୍ତି? ମୁଁ ଉଡିଆ ମାନେ ଧରିକି ନିଏ, ଧରେ ମତେ ଯୋଉଟା ଭଲ ଲାଗେ ସେଇଟା ନିଏ। ଆଚ୍ଛା ଆପଣ ପାରାଟା ଯୋଉ ଦେଖୁଛନ୍ତି କଣ ମାନେ ହେଲ୍ଦି ନା ଭଲ ମାନେ କେମିତି କଣ ଦେଖିକି ଜଣେ ନେଇପାରିବେ? ରାମ ଭାଇ ବାବୁ ହେଲ୍ଥି ଯୋଉ ଘେସରା ମେସରା ଏଇଗୁଡା ଦେଖିନା ଆମେ ଧରିବୁ ପାରା ଧଇଲେ ଆମେ ଜାଣିବୁ ଯେ ଜିନିଷଟା କଣ। ପାରା ଅନେକ ଜାଗାରେ ବିକ୍ରି ହଉଛି କିନ୍ତୁ ଏଇ ଜାଗାରେ ଖାସିୟତ କଣ ରହିଛି? ଏଇ ଜାଗାରେ ଖାସିୟତ ବିଭିନ୍ନ ପ୍ରକାର ପାରା ହଉଛନ୍ତି ଏଠି। ଆମେ ଯୋଉ ଆମର ଯୋଉଟା ଚଏସ ଯୋଉ ଜିନିଷ ଚଏସ ଆମ ରାମ ଭାଇ କହିଥିବ ମାନେ ଆମେ ସେଇ ଜିନିଷ ଆଣିକି ପହଞ୍ଚେଇଲେ। ପାରା ପ୍ରେମୀକୁ କଣ କହିବେ ଆପଣ ବା କଣ ବାର୍ତ୍ତା ଦେବାକୁ ଚାହିଁବେ? ପାରା ପ୍ରେମୀ ସମସ୍ତଙ୍କୁ କହୁଛି ସମସ୍ତେ ପାରା ପ୍ରେମୀ କରନ୍ତୁ, ଆହୁରି ଭଲ ନସଲ କରନ୍ତୁ। ଆମର ତ ବର୍ତ୍ତମାନ ମ୍ୟାଚ ଚାଲିଛି, ଆଜିକି ହେଇଗଲାଣି 4 ବର୍ଷ ହେଲାଣି ମ୍ୟାଚ ଚାଲିଛି। ମ୍ୟାଚ ଆଗକୁ ଆଉ ଟିକେ ଭଲ ଚାଲୁ।